ସମସ୍ତଙ୍କ ଜୀବନରେ ତାଙ୍କର ନାମରେ ବହୁତ ମହତ୍ତ୍ୱ ଥାଏ। ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାହାର ଜୀବନରେ ବହୁତ ପ୍ରଭାବ ପଡ଼ିଥାଏ। ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତି ବିଷୟରେ ବହୁତ କିଛି ଜାଣିହେବ। ପ୍ରତ୍ୟେକ ବ୍ୟକ୍ତି ନିଜ ନାମରୁ ପ୍ରଥମ ଅକ୍ଷରରୁ ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ଚାହିଁଥାଏ। ଆମ ସମସ୍ତଙ୍କ ଭିତରେ କିଛି ଭଲ ତ କିଛି ଖରାପ ଅଭ୍ୟାସ ଥାଏ। ଏହି ଦୁନିଆରେ କେହି ବି ପରଫେକ୍ଟ ନଥାଏ, କିନ୍ତୁ କିଛି ଲୋକଙ୍କ ଅଭ୍ୟାସ ଅନ୍ୟକୁ ଦୁଃଖ ଦେଇଥାଏ। କେଉଁ ବି ରିଲେସନସିପ୍ରେ ଦୁଇ ଲୋକଙ୍କୁ ପରସ୍ପରର ପସନ୍ଦ ନାପସନ୍ଦ ଆକ୍ସେପ୍ଟ କରିବାକୁ ପଡ଼ିଥାଏ। ଏମିତିରେ ଯଦି ଆପଣଙ୍କୁ ଆଗରୁ ଜଣାପଡ଼ିଯିବ କି କେଉଁ ନାମର ଝିଅମାନେ ସବୁଠାରୁ ଅଧିକ ଭଲ ହୋଇଥାନ୍ତି, କେଉଁ ନାମର ଝିଅ ସହିତ ଆପଣଙ୍କ ଯୋଡ଼ି ବନିବ, ତ କଥା ହିଁ କିଛି ଅଲଗା ହେବ। ଆଜିର ଭିଡ଼ିଓରେ ଆମେ ଏହି ଝିଅମାନଙ୍କ ବିଷୟରେ ଜାଣିବା ଯେଉଁମାନେ ପ୍ରତ୍ୟେକ ପୁରୁଷର ପସନ୍ଦ ହୋଇଥାନ୍ତି। ଏମିତି ହିଁ ଝିଅକୁ ପାଇବା ପାଇଁ ଚାହିଁଥାଏ। ଆମେ ସେହି ଝିଅମାନଙ୍କ ବିଷୟରେ ଜାଣିବା ଯେଉଁମାନେ ପ୍ରତ୍ୟେକ ପୁରୁଷର ପସନ୍ଦ ହୋଇଥାନ୍ତି। ପ୍ରତ୍ୟେକ ପୁଅ ନିଜ ଜୀବନସାଥୀ ଉପରେ ଏମିତି ହିଁ ଝିଅ ପାଇବା ପାଇଁ ଚାହିଁଥାଏ। ତ ଚାଲନ୍ତୁ ଜାଣିବା ଏହି ଦୁଇଟି ନାମର ଝିଅ ବିଷୟରେ। ନମ୍ବର 1, ଜି ନାମରେ ଝିଅ। ଯେଉଁ ଝିଅମାନଙ୍କର ନାମ ଜି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ହେଲେ ବେଶୀ କଥା କହୁଥିବେ, ନହେଲେ ପୁରା ଶାନ୍ତରେ ରହୁଥିବେ। ଶାନ୍ତ ରହୁଥିବା ଝିଅମାନଙ୍କୁ ଫାଲତୁ କଥାରେ ଟାଇମ୍ ୱେଷ୍ଟ କରିବା ଅପେକ୍ଷା କେବଳ କାମ ଓ କଥାରେ ମନ ଲଗାଇବା ଭଲ ଲାଗିଥାଏ। ଏହି ନାମର ଝିଅମାନେ ବହୁତ ସୁନ୍ଦର ହୋଇଥାନ୍ତି। ଏମାନଙ୍କୁ ଦେଖିବା ମାତ୍ରେ ପୁଅମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଯାଆନ୍ତି। ଏମାନଙ୍କୁ ସେଠି ରହିବା ଅଧିକ ପସନ୍ଦ ଥାଏ ଯେଉଁଠି ଜ୍ଞାନ ମିଳୁଥିବ। ଏମାନଙ୍କ ଭାଗ୍ୟରେ ଅଧିକ ଧନ ଥାଏ। ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ସେଥିପାଇଁ ଲୋକମାନଙ୍କୁ ଆକର୍ଷିତ କରିବା ପାଇଁ ଅଧିକ କଷ୍ଟ କରିବାକୁ ପଡ଼େ ନାହିଁ। ଏମାନେ ଅନ୍ୟର ଇଚ୍ଛାକୁ ରେସ୍ପେକ୍ଟ କରିଥାନ୍ତି। ଏମାନଙ୍କ ଅନ୍ୟର ଦୁଃଖ ଦେଖି କଷ୍ଟ ହୋଇଥାଏ। ସେଥିପାଇଁ ଭୁଲରେ ମଧ୍ୟ କାହାରିକୁ ଏମାନେ ଦୁଃଖ ଦିଅନ୍ତି ନାହିଁ। ନମ୍ବର 2, ଏମ୍। ଯେଉଁ ଝିଅ ନାମ ଏମ୍ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି। ଏମାନେ ନିଜ ବ୍ୟବହାର ଦ୍ୱାରା ସମସ୍ତଙ୍କ ମନ ଜିତି ନିଅନ୍ତି। ଏମାନେ ଦେଖିବାରେ ବହୁତ ସୁନ୍ଦର ହୋଇଥାନ୍ତି। ଏହି ନାମର ଝିଅମାନେ ବହୁତ ବୁଦ୍ଧିମାନ ଆଉ ଗୁଣବାନ ହୋଇଥାନ୍ତି। ଏହି ଝିଅମାନେ ଆତ୍ମନିର୍ଭରଶୀଳ ହୋଇଥାନ୍ତି। ଏମାନଙ୍କର ଏହିସବୁ ଗୁଣ ଯୋଗୁଁ ପୁଅମାନେ ଅଧିକରେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଏହି ଦୁଇ ନାମର ଝିଅକୁ ପାଇବା ପାଇଁ ପ୍ରତ୍ୟେକ ପୁରୁଷ ପାଗଳ ହୋଇଥାନ୍ତି। ଏମିତି ଆହୁରି ଭିଡ଼ିଓ ଦେଖିବା ପାଇଁ ଏହି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଆଉ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଏବେ ହିଁ ସବସ୍କ୍ରାଇବ୍ କରି ଏହି ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।